कासतंडी फूल हेउची शरत ऋतुर आवाहक। एथर मेढ़ मंडप सांगकु रंगीन आलुअरे चमकी उठिब जलेश्वर अंचल। दिशिलाणी नदी पठारे कासतंडीर शुभ्र वेश। पवनर पत्ती पुलकरे दोलायित हेलाणी कासतंडीर श्वेत तनु। सरिलाणी माटी अनुकूल। शिल्पीर कल्पनारे रंगायित होई उठुची देवदेवी श्रीमुख। पार्वणर प्रतिध्वनि पुरपल्ली प्रकम्पित। सतिके केउ एक बेनामी ऋतुर शीतल छुआ। किए वृत्तिर बाटक देखि मोर कि हसुचे तो आउ किए धरापृष्ठ नैवेद्य अर्पणर समय को जगिछि। आउ मात्र किछि दिन बाकी रहिला दुर्गा पूजा। मेढ़ मंडप शाखाकु रंगीन आलुअरे चमकी उठिब जलेश्वर अंचल। केउ पूजा मंडप उत्सव मुखर होई पड़िथिबो तो आउ केउठी रंग बाजार शब्दरे नाची उठिब कर्मतप्तर मणिषर मन। एसबुकु नै रिपोर्टरकर स्वतंत्र रिपोर्ट। ऋतुचक्रर परिवर्तन धाराश्रवण धारापृष्ठरू धीरे धीरे अपसरी जिबा चेष्टा करुथिबा समय दिग्बलय सेपारी उंकी मारे शरत। भाद्र आश्विन शरतरे निर्मल शोभा जगतरे। कविंकर ଏହି ଉକ୍ତିରୁ ସ୍ପଷ୍ଟ ବାରି ହୋଇ ପଡ଼େ ଶରତରେ ପ୍ରକୃତିର ନିର୍ମଳତା ଓ ସ୍ୱଚ୍ଛତା। ଶରତ ଋତୁକୁ ରୂପ ସମ୍ଭାର ଦେଇଥିବା ଫୁଲକୁ ନେଇ କବି ମଧୁସୂଦନ ରାୟ ଲେଖିଛନ୍ତି, କାଶତଣ୍ଡି ଫୁଲେ ମହିଦିଶଇ ଧବଳ ସରବରରେ ଫୁଟିଛନ୍ତି କୁମୁଦ କମଳ। ସୁନ୍ଦର ମାଳତୀ ଗଙ୍ଗା ଶିଉଳି ଟଗରେ ଧବଳିତ ଉପବନ ଜନମନହରେ। ଅନେକ ଫୁଲର ସମ୍ଭାର ଭିତରେ କାଶତଣ୍ଡି ନିଆରା ଓ ସ୍ୱତନ୍ତ୍ର। ଏହି କାଶତଣ୍ଡି ଫୁଲ ହେଉଛି ଶରତ ଋତୁର ଆବାହକ। ନଈ ପଠାରେ ସବୁଜ ଗୁଳ୍ମରାଶି ମଧ୍ୟରେ ଶରତର ଆଗମନରେ ମୁଣ୍ଡ ଟେକେ କାଶତଣ୍ଡି। ସବୁଜ ଧରଣୀ ବୁକୁରେ ଶୁଭ୍ର କାଶତଣ୍ଡିର ଲହରୀ ତରଙ୍ଗାୟିତ ରୂପରାଜି ସମସ୍ତଙ୍କ ମନଲୋଭା ହୋଇଥାଏ। ଜହ୍ନରାତିର ଜ୍ୟୋତ୍ସ୍ନାରେ ପ୍ରେମର ପ୍ରତୀକ ରୋମାଞ୍ଚ ଭର କାଶତଣ୍ଡି ବିଧୌତ ଧରଣୀ ବୁକୁରେ ଜନମାନସରେ ରୋମାଞ୍ଚ ସୃଷ୍ଟି କରିଥାଏ। ଏହି କାଶତଣ୍ଡିର ଅପରୂପ ଶୋଭା ପ୍ରାଚୁର୍ଯ୍ୟ ମଧ୍ୟରେ ପ୍ରାବଣର ପ୍ରାରମ୍ଭ ହୋଇଥାଏ। ଦେହଜୀବୀଙ୍କ ଅଗଣାର ମାଟିରେ ଦଶଭୁଜା ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କରିବା ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସୁଛି। ଏହା ପଛରେ ବିଭିନ୍ନ ବିଶ୍ୱାସ ରହିଛି, ଯେଉଁଥିପାଇଁ ପାରମ୍ପରିକ ଭାବେ ପୁରୋହିତମାନେ ବୈଶାଳୀ ଅଗଣାରୁ ମାଟି ଆଣି ମୂର୍ତ୍ତି ତିଆରି କାର୍ଯ୍ୟର ଶୁଭାରମ୍ଭ କରୁଥିଲେ। କ୍ରମେ ଏହି ପରମ୍ପରା ବଢ଼ିବା ସହିତ ନବରାତ୍ର ପୂଜା ପାଇଁ ଯେଉଁ ମୂର୍ତ୍ତିଗୁଡ଼ିକ ତିଆରି ହେଉଥିଲା ସେଥିରେ ବି ବୈଶାଳୀର ମାଟିର ବ୍ୟବହାର ହେଉଥିଲା। ପାର୍ବଣରେ ପ୍ରଥମେ ଖୋଜା ପଡ଼ନ୍ତି କାରିଗର। ଏକଥା କେବଳ ଜଲେଶ୍ଵର ଅଞ୍ଚଳର କାରିଗରମାନେ ହିଁ ମୂର୍ତ୍ତି ପ୍ରସ୍ତୁତ କରି ଆସୁଥିଲେ। ହେଲେ ଏବେ ଅଧିକାଂଶ ସ୍ଥାନରେ କୋଲକାତାରୁ କାରିଗର ଆସି ମୂର୍ତ୍ତି ତିଆରି କରୁଛନ୍ତି। ପାର୍ବଣ ସମୟରେ ଫୁଲର ଚାହିଦା ଅଧିକ ଥାଏ, ସେଥିପାଇଁ ଏହି ସମୟରେ ଫୁଲର ଦାମ ବି ସାଧାରଣ ଦିନ ଅପେକ୍ଷା ଟିକେ ଅଧିକ ଥାଏ। ଗେଣ୍ଡୁ ଫୁଲର ଚାହିଦା ଅନ୍ୟ ଫୁଲଠୁ ଅଧିକ ରୁହେ। ଆଗରୁ ପୂଜା ପାଇଁ ଡିଜେର ଚାହିଦା ବହୁତ ଥିଲା। କଳସ ଯାତ୍ରା, ପ୍ରସେସନ, ଭସାଣ ଆଦି ସମୟରେ ଖାଲି ଡିଜେର ଚାହିଦା ଓ ବ୍ୟବହାର ଦେଖିବାକୁ ମିଳିବ ନାହିଁ। ହେଲେ ଡିଜେ ମାର୍କେଟରେ ବ୍ୟାନ୍ ହେବା ପରେ ଧୀରେ ଧୀରେ ସବୁ ପୁଣି ଥରେ ପାରମ୍ପରିକ ରୀତିନୀତିକୁ ଫେରିଲାଣି। ଏଥର ପୁଣି ସେହି ପାରମ୍ପରିକ ବାଦ୍ୟ ଶୁଣିବାକୁ ମିଳିବ। ଏଥିପାଇଁ ପ୍ରାୟ 3 ଆଗରୁ ଟଙ୍କା ଅଗ୍ରିମ ଦିଆଯାଉଛି। ପାର୍ବଣ ସମୟ ଆସିଲେ ଛୋଟ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ଖୁସି ଏବଂ ଉତ୍କଣ୍ଠା ଦେଖିବାକୁ ମିଳେ। କାରଣ ପୂଜା ସମୟରେ ଭକ୍ତି ସଙ୍ଗୀତ, ନୃତ୍ୟ ଆଦିର ବ୍ୟବସ୍ଥା କରାଯାଇଥାଏ। ସେଥିପାଇଁ ସବୁଥର ପରି ଏଥର ବି ପୂଜା କମିଟି ଗୁଡ଼ିକ ଦ୍ୱାରା ବିଶେଷ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଯେପରି ମେଲୋଡ଼ି, ନୃତ୍ୟ ଓ ସଙ୍ଗୀତ ପରିବେଷଣ, ଷ୍ଟାର ନାଇଟ୍, ଭଜନ ସନ୍ଧ୍ୟା ଆଦି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପାର୍ବଣରେ ପୁଣି ଦୁଲକିବ ମଞ୍ଚ, ଜମିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ପାର୍ବଣ ପାଖେଇ ଆସୁଥିବାରୁ ଉତ୍ସାହିତ ମେଲୋଡ଼ି ମାଲିକ, ତେଣୁ ସେମାନେ ଦୀର୍ଘ ଦିନରୁ ପ୍ରସ୍ତୁତି ଆରମ୍ଭ କଲେଣି। ଅନ୍ୟପଟେ ମେଲୋଡ଼ିକୁ ନେଇ ଆତ୍ମବିଭୋର ଯୁବପିଢ଼ି। ପାର୍ବଣର ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହେଲାଣି। ଆଇନ ଶୃଙ୍ଖଳା ରକ୍ଷା କରିବାକୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ। ପକେଟ୍ ମାର ଓ ଛିନତାଇ ରୋକିବାକୁ ପୂଜା ମଣ୍ଡପଗୁଡ଼ିକ ନଜରରେ ରଖାଯିବ। ପାର୍ବଣ ପୂର୍ବରୁ
पेशादार अपराधी को चिन्हट कर गिरफ्त कर ट्राफिक नियंत्रण करने को मार्गदर्शिका गहली रास्ता संपर्क में सामाजिक गणमाध्यम जरिए लोक अवगत कर चक्र विवर्तन धरापृष्ठ को जिते शरत ऋतु आसे तार आसबार सूचना दिए काशतंडी फूल नदी सज्जा एवं विस्तीर्ण प्रांतर काशतंडी फूल धल हरफर काशतंडी फूल आसी सूचना दिए जे दशहरा पार्वण पर्व अल्प दिन बाकी अच्छे वर्षार जो जंत्रणा परे आकाश निर्मल होता है शरतर आकाश निर्मल खाली काशतंडी नुहे फूलर संभार नहीं धरापृष्ठ को आसी था से गंगशिउली हो पारे से काशतंडी हो पारे ये समस्त मिलित भाव शरतर से ज्योत्स्ना विधौत रजनी रे सते जेमिति से माने पार्वण पर्व रे मनीष मान भीतर एक आनंद उच्छ्वास सृष्टि करने एक वार्ता बहन कर आसी हयतो काशतंडी आगर आसे शरतर सूचना नहीं जनमानस आनंदर लहरी खेल दिए अल्प दिन पर माँ दुर्गा आविर्भाव हुए पृथ्वी रे जनसाधारण आनंद उल्लास पालन करेंगे। जलेश्वर मनोज कुमार भूया रिपोर्ट अपराह्न लाइव।